ଆପଣ ଏଇ ଗୋଟେ ଜିନିଷ ବନେଇ ନିଅନ୍ତୁ, ଦେଖିବେ ପିଲାମାନେ ୟାକୁ ଖାଇ ସାରିଲା ପରେ ବାହାର ଜିନିଷକୁ ଏତେ ଭଲ ପାଇବେ ନାହିଁ କିମ୍ବା ମଗେଇକି ଆଉ ଖାଇବେ ନାହିଁ। ଇଏ ହେଉଛି ଦିଲ୍ଲୀ ଫେମସ୍ ମଟର କୁଲଚା। ୟାର ଦିଲ୍ଲୀରେ ବହୁତ ଡିମାଣ୍ଡ। ରାସ୍ତା କଡ଼ କଡ଼ ମାନଙ୍କରେ ଇଏ ବିକ୍ରି ହୁଏ। ତା ସହିତ ବଡ଼ ବଡ଼ ହୋଟେଲ ରେଷ୍ଟୁରାଣ୍ଟ ମାନଙ୍କରେ ମଧ୍ୟ ବହୁତ ଲୋକ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି। ତାହେଲେ ଆଜି ଚାଲନ୍ତୁ ଏଇ ରେସିପିଟି ବନେଇ ନେବା। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପ୍ରଥମେ ଆମେ ଗୋଟେ ଓଳି ପୂର୍ବରୁ ଆମେ ମଟରକୁ ବତୁରେଇ ନେବା। ସେଥିପାଇଁ ଦେଖନ୍ତୁ ମୁଁ ଏଇଠି ଗୋଟେ କପ୍ ମଟରକୁ ନେଇଛି, ଆଉ ତାକୁ ଗୋଟେ ଓଳି ଏଇଠି ଆମେ ବତୁରିବା ପାଇଁ ପାଣିରେ ଛାଡ଼ିଦେବା। ଏବେ ଚାଲନ୍ତୁ ତାର ଅଟା ପ୍ରସ୍ତୁତ କରିନେବା। ସେଥିପାଇଁ ଗୋଟେ ଜାଗା ନେଇଯିବା, ଆଉ ଜାଗାରେ ନେଇଯିବା ଦହି। ମୁଁ ପାଖାପାଖି ଗୋଟେ ଡଙ୍କି ଦହି ନେଇଛି। ଗୋଟେ ଡଙ୍କି ମାନେ 2 ବଡ଼ ଚାମଚ ଦହି ନେଇଯିବା ଆମେ। ଦହି ଆମେ ଫ୍ରେଶ ନେବା। ଏବେ ସେଇଥିରେ ଆମେ ପକେଇ ନେବା ହାଫ୍ ବଡ଼ ଚାମଚ ଚିନି। ଆପଣ ଚାହିଁଲେ ଚିନି ଗୁଣ୍ଡ ମଧ୍ୟ ନେଇପାରିବେ। ତା ସହିତ ନେଇଯିବା ହାଫ୍ ଛୋଟ ଚାମଚ ବେକିଂ ପାଉଡର। ବେକିଂ ପାଉଡର ଯେତିକି ନେବା ତାର ଅଧା ପରିମାଣ ଆମେ ନେଇଯିବା ବେକିଂ ସୋଢା। ଏବେ ଏଇ ସବୁ ଜିନିଷକୁ ଆମେ ମିକ୍ସ କରିନେବା, ଯେମିତିକି ଚିନି ଆମର ଟିକେ ମିଳେଇ ଯିବ। ବେକିଂ ପାଉଡର ଆଉ ବେକିଂ ସୋଢା ଯେମିତିକି ମିଳେଇ ଯାଇକି ଟିକେ ରିଆକ୍ସନ୍ କରିବ। ସବୁ ଜିନିଷକୁ ପ୍ରଥମେ ଆମେ ମିକ୍ସ କରିନେବା, ତାପରେ ଅଳ୍ପ କିଛି ପାଣି ଦେଇକି ତାକୁ ପୁଣି ଥରେ ମିକ୍ସ କରିନେବା। ବେଶୀ ପାଣି ଦେବେ ନାହିଁ, ନହେଲେ ଅଟା ଦଳିଲା ବେଳେ ପାଣିଆ ଲାଗିବ। ସେଥିପାଇଁ କମ୍ ପାଣିରେ ତାକୁ ଭଲ ଭାବରେ ମିକ୍ସ କରିନେବେ ପ୍ରଥମେ। ଏବେ ୟାକୁ ଭଲ ଭାବରେ ମିକ୍ସ କରିଦେଇକି ଆମେ ପକେଇ ନେବା ସେଇଥିରେ କଳା ଜିରା। ପାଖାପାଖି ହାଫ୍ ଛୋଟ ଚାମଚ କଳା ଜିରା ମୁଁ ଏଇଠି ପକେଇଛି। କଳା ଜିରା ପକେଇବା ଦ୍ୱାରା ବଢ଼ିଆ ବାସ୍ନା ଆସିବ, ଖାଇଲା ବେଳେ ବଢ଼ିଆ ସ୍ୱାଦ ଆସିବ। ସେଥିପାଇଁ କଳା ଜିରା ପକେଇବେ। ଏବେ ସେଇଥିରେ ଆମେ ପକେଇ ନେବା 2 କପ୍ ମଇଦା। ଆପଣ ଚାହିଁଲେ ୟାକୁ ଅଟାରେ ମଧ୍ୟ କରିପାରିବେ। ମଇଦାକୁ ପକେଇ ଦେଇକି ଆମେ ପୁଣି ଥରେ ତାକୁ ଭଲ ଭାବରେ ମିକ୍ସ କରିନେବା। ପାଣି ବିଲକୁଲ ବି ଦବା ନାହିଁ, ପ୍ରଥମେ ତାକୁ ଭଲ ଭାବରେ ମିକ୍ସ କରିନେବା। ମିକ୍ସ କରି ସାରିଲା ପରେ ଯଦି ଲାଗିବ ଆଉ ପାଣି ଦରକାର, ତାହେଲେ ଆପଣ ଅଳ୍ପ ଅଳ୍ପ ପାଣି ଛିଞ୍ଚିକି ସେଇଥିରେ ତାକୁ ଭଲ ଭାବରେ ଦଳିଦେବେ। ଏଇ ଅଟାଟି ଯୋଉ ଆମେ ଦଳିବା ତାହା ବିଲକୁଲ ବି ଆପଣ ଟାଣ ରଖିବେ ନାହିଁ କିମ୍ବା ବେଶୀ ନରମ ରଖିବେ ନାହିଁ, ତାକୁ ମିଡିୟମ ନରମ ରଖିବେ। ଅଟା ଦଳା ଏଇଠି ଆମର ଶେଷ ହେଇଗଲା। ଏବେ ତାକୁ ରେଷ୍ଟ କରିବା ପାଇଁ ଛାଡ଼ିଦେବା। ପାଖାପାଖି ଏଇଠି ଆମେ 1.5 ଘଣ୍ଟା ପର୍ଯ୍ୟନ୍ତ ତାକୁ ରେଷ୍ଟ କରିବା ପାଇଁ ଛାଡ଼ିଦେବା। ସେଇ ଭିତରେ ଚାଲନ୍ତୁ ଆମେ ମଟରକୁ ଭଲ ଭାବରେ ସିଝେଇ ନେବା ଆଉ ତାକୁ ରେଡି କରିନେବା। ସେଥିପାଇଁ ଏଇଠି ଦେଖନ୍ତୁ ମୁଁ ଗ୍ୟାସ୍ ଉପରେ ବସେଇ ନେଇଛି ପ୍ରେସର କୁକର, ଆଉ ସେଇଥିରେ ଆମେ ଦେଇଦେବା ମଟର। ଯୋଉ ମଟରକୁ ଆମେ ବତୁରେଇ ଦେଇଥିଲେ ତାକୁ ଦେଇଦେବା। ଏବେ ଆମେ ମଟରକୁ ଦେଇ ସାରିଲା ପରେ ଆମେ ପାଣି ଦେଇଦେବା। ମନେ ରଖିଥିବେ ପାଣି ବେଶୀ ପରିମାଣର ଆପଣ ଦେବେ ନାହିଁ, ପାଣି ସେତିକି ଦେବେ ଯାହାଦ୍ୱାରା କି ମଟର ଭଲସେ ବୁଡ଼ିକି ରହିବ। ଏଇଠି ଦେଖନ୍ତୁ ପ୍ରଥମେ ମୁଁ ମଟରକୁ ଭଲ ଭାବରେ ଖେଳେଇ ନେଉଛି, ଆଉ ସେଇଥିରେ ତାପରେ ପାଣି ଦଉଛି, ଯାହା ଫଳରେ କି ପାଣି ଠିକ ଭାବରେ ଦେଇହବ। ଏବେ ସେଇଥିରେ ଆମେ ପକେଇ ନେବା ଅଳ୍ପ କିଛି ସୋଢା। ସୋଢା ପାଖାପାଖି ଆପଣ 1 ଚୁଟକି ନହେଲେ 2 ଚୁଟକି ନେବେ। ସୋଢା ପକେଇ ସାରିଲା ପରେ ଆପଣ ଏଇଥିରେ କିଛି ବି ପକେଇବା ଦରକାର ନାହିଁ। ଲୁଣ ଚାହିଁଲେ ଆପଣ ଏଇଠି ପକେଇ ପାରିବେ। ଯଦି ଲୁଣ ପକାଉଛନ୍ତି ତାହେଲେ କମ୍ ପରିମାଣର ଲୁଣ ପକେଇବେ। ଏବେ ଆମେ ପ୍ରେସର କୁକରର ଲିଡ୍ ଦେଇଦେବା, ଆଉ ୟାକୁ 5 ରୁ 6ଟି ସିଟି ଆସିବା ପର୍ଯ୍ୟନ୍ତ ଭଲ ଭାବରେ ହାଇ ଫ୍ଲେମ୍ରେ ସିଝେଇ ନେବା। ମନେ ରଖିଥିବେ ମଟରକୁ ଏଇଥିରେ ଆପଣ ବେଶୀ ଟାଣ ରଖିବେ ନାହିଁ, ତାକୁ ଭଲ ଭାବରେ ସିଝେଇ ନେବେ। ଆଉ ଭଲ ଭାବରେ ସିଝିବା ପାଇଁ ଏଇଠି ଆପଣ ସୋଢା ଆଡ୍ କରିବେ। ମଟରରେ ଆମେ ଲିଡ୍ ଦେଇକି ତାକୁ 5 ରୁ 6ଟି ସିଟି ଆସିବା ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ଭଲ ଭାବରେ ସିଝେଇ ନେବା। ତାପରେ ଯାଇକି ଆମର ହୁଇସିଲ୍ ଭଲ ଭାବରେ ଥଣ୍ଡା ହେଇଗଲା ପରେ ହୁଇସିଲ୍ କାଢିବା, ଢାଙ୍କୁଣୀ ଖୋଲିବା, ଆଉ ଆମେ ମଟରକୁ ଚେକ୍ କରି ନେବା। ମଟର ଏଇ ଭିତରେ ସିଝିବା ସମୟରେ ଚାଲନ୍ତୁ ମୁଁ ନେକ୍ସଟ ପ୍ରୋସେସଟି ଆପଣମାନଙ୍କୁ ଦେଖେଇ ନେଉଛି। ସେଥିପାଇଁ ଦେଖନ୍ତୁ ଅଳ୍ପ କିଛି ତେନ୍ତୁଳିକୁ ଆପଣ ପାଣିରେ ବତୁରେଇ ନେବେ, ଯାହାଫଳରେ କି ତାର ମଣ୍ଡ ଭଲ ଭାବରେ ବାହାରି ଆସିବ। ଏଇଠି ଦେଖନ୍ତୁ କିଛି ସମୟ ହେଇଗଲାଣି, ଆଉ ଆମର ପ୍ରେସର କୁକର ଥଣ୍ଡା ପଡ଼ିଗଲାଣି। ସେଥିପାଇଁ ଦେଖନ୍ତୁ ମୁଁ ତାର ଲିଡ୍ ଖୋଲିକି ଦେଖଉଛି, ଆଉ ଏଇଠି ମୁଁ ଡଙ୍କି ସାହାଯ୍ୟରେ ଆପଣମାନଙ୍କୁ ଦେଖେଇବି। ମଟର ପୁରା ସ୍ମାସ୍ ହେଇଯାଇଛି, ବିଲକୁଲ ବି ଗୋଟା ଗୋଟା ନାହିଁ। ଏଇପରି ଭାବରେ ଆପଣ ତାକୁ ସିଝେଇ ନେବେ। ଏବେ ଚାଲନ୍ତୁ ଏଇଥିରେ ଆମେ ସବୁ ଜିନିଷ ମିକ୍ସ କରିନେବା। ଆପଣ ଚାହିଁଲେ ୟାକୁ ଆଉ ଗୋଟେ ବାଉଲକୁ କାଢି ପାରିବେ, କିନ୍ତୁ ମୁଁ ଏଇ ପ୍ରେସର କୁକରରେ ହିଁ ସବୁ ଜିନିଷ ମିକ୍ସ କରିଦେଇଛି। ପ୍ରଥମେ ସେଇଥିରେ ଆମେ ପକେଇ ନେବା 2ଟି ପାଚିଲା ଟମାଟୋ। ଛୋଟ ସାଇଜର 2ଟି ପାଚିଲା ଟମାଟୋକୁ ନେଇଛି, ଆଉ ଏଇଠି ତାକୁ ଭଲ ଭାବରେ ଚପ୍ କରି ନେଇଛି। ତାକୁ ପ୍ରଥମେ ଆମେ ପକେଇ ନେବା। ଏବେ ପକେଇ ନେବା ସେଇଥିରେ ପିଆଜ। ମୁଁ ଗୋଟେ ବଡ଼ ସାଇଜର ପିଆଜକୁ ଚପ୍ କରି ନେଇଛି, ତାକୁ ପକେଇ ନେବା। ପିଆଜ କଟାରୁ ଟିକେ ଆମେ ରଖି ନେବା।
ଯାହାକି ଆମେ ପରେ ୟୁଜ୍ କରିବା। ଏବେ ସେଇଥିରେ ଆମେ ପକେଇ ନେବା କଞ୍ଚା ଲଙ୍କା। ଆପଣ ଯେତିକି ବି ରାଗ ଖାଉଛନ୍ତି ସେଇ ଅନୁସାରେ କଞ୍ଚା ଲଙ୍କାକୁ ଆଡ୍ କରିବେ। ଆଉ ଏବେ ଏଇଥିରେ ମୁଁ ପକେଇ ନେଇଛି 1 ଇଞ୍ଚ ଅଦା, ଯାହାକୁ ମୁଁ ଲମ୍ବା ଲମ୍ବା କାଟି ନେଇଛି, ତାକୁ ପକେଇବେ। ଅଦା ପକେଇବା ଦ୍ୱାରା ଫ୍ଲେଭର ବହୁତ ଭଲ ଆସିଥାଏ। ଏଇଠି ଏବେ ପକେଇ ନେବା ଆମେ ତେନ୍ତୁଳି ମଣ୍ଡ। ଯେଉଁ ତେନ୍ତୁଳିକୁ ଆମେ ବତୁରେଇ ନେଇଥିଲେ ତାର ମଣ୍ଡ ବାହାର କରିକି ଆମେ ସେଇଥିରେ ଆଡ୍ କରିଦେବା। ତା ସହିତ ପକେଇ ନେବା ଏଇଠି ଆମେ ବ୍ଲାକ୍ ସଲ୍ଟ। ଆପଣ ଦେଖିକି ପକେଇବେ। ଆପଣ ଯଦି ସିଝିବା ସମୟରେ ଲୁଣ ପକେଇଥିବେ ତାହେଲେ କମ ପରିମାଣର ଲୁଣ ପକେଇବେ। ମୁଁ ଯେହେତୁ ସିଝିବା ସମୟରେ ଲୁଣ ପକେଇ ନଥିଲି, ତାହେଲେ ପୁରା ରେସିପିଟି ପାଇଁ ମୁଁ ଏଠି ମଟରରେ ଲୁଣ ପକେଇ ନେଉଛି। ଏବେ ସେଇଥିରେ ପକେଇ ନେବା 1/2 ଛୋଟ ଚାମଚ ଗରମ ମସଲା ଗୁଣ୍ଡ, ଆଉ ତାପରେ ପକେଇ ନେବା ଭଜା ହେଇଥିବା ଜିରା ଆଉ ଲଙ୍କା ଗୁଣ୍ଡ, ଯାହାକି 1/2 ଛୋଟ ଚାମଚ ମୁଁ ଏଠି ପକେଇ ନେଇଛି। ଆପଣଙ୍କ ପାଖରେ ଯଦି ଗ୍ରୀନ୍ ଚଟନି ଥିବ, ପୁଦିନା ଚଟନି ହଉ କିମ୍ବା ଧନିଆ ଚଟନି ଥାଉ, ତାକୁ ମଧ୍ୟ ଆପଣ ପକେଇ ପାରିବେ। ଏବେ ଏଇ ସବୁ ଜିନିଷକୁ ପକେଇ ଦେଇକି ଆମେ ଭଲ ଭାବରେ ମିକ୍ସ କରି ନେବା। ଆଉ ଟିକେ ଖଟା ବଢାଇବା ପାଇଁ ମୁଁ ଏଇଥିରେ ଫାଳେ ଲେମ୍ବୁକୁ ଚିପୁଡ଼ି ଦେଇଛି, କିନ୍ତୁ ଆପଣ ଯଦି ବେଶୀ ଖଟା ଖାଉନଥିବେ ତାହେଲେ ଲେମ୍ବୁ ରସ ପକେଇବାକୁ ସ୍କିପ୍ କରିବେ। ଲେମ୍ବୁ ରସ ପକେଇ ଦେଇକି ଆମେ ଭଲ ଭାବରେ ମିକ୍ସ କରିଦେବା ତାକୁ। ସେଇ ଭିତରେ ଚାଲନ୍ତୁ ଆମେ କୁଲଚା ପ୍ରସ୍ତୁତ କରିନେବା। ସେଥିପାଇଁ ଯେଉଁ ଆମେ ଅଟା ଦଳା ରଖିଥିଲେ ତାକୁ ବାହାର କରିନେବା, ଆଉ ତାକୁ ଲମ୍ବା ସେପ୍ରେ ଅଳ୍ପ କିଛି ଅଟା ଦେଇକି ଡଷ୍ଟିଂ କରିକି ତାକୁ ଲମ୍ବା ସେପ୍ରେ ଆମେ ଭଲ ଭାବରେ ବେଲି ନେବା। ଏବେ ତାକୁ ଯେମିତି ଆମେ ରୁଟି ସେକନ୍ତି ସେଇପରି ଭାବରେ ନର୍ମାଲି ଆପଣ ତାୱାରେ ହଉ କିମ୍ବା କୌଣସି ଜାଗାରେ ହଉ, ପ୍ୟାନରେ ହଉ, ଆପଣ ତାକୁ ସେକି ନେବେ। ଏଇଠି ଗୋଟେ ପ୍ୟାନ୍ ମାଧ୍ୟମରେ ମୁଁ ତାକୁ ଭଲ ଭାବରେ ସେକି ନେଇଛି। ଏଇଠି ମୁଁ ଫ୍ଲେମ୍କୁ ମଝିରେ ମଝିରେ ହାଇ, ମିଡିୟମ ଆଉ ଲୋରେ ରଖିକି ତାକୁ ଭଲ ଭାବରେ ସେକି ନେଉଛି। ଟିକେ ଟିକେ ଲାଲ ହେଇଗଲା ପରେ ଆପଣ ଜାଣିବେ ଇଏ ରେଡି ହେଇଗଲା। ଏବେ ଦେଖନ୍ତୁ ଇଏ ରେଡି ହେଇଗଲାଣି। ଏବେ ୟାକୁ ବାହାର କରି ଆଣିବା। ଏଇପରି ଭାବରେ ଆପଣ ସବୁ ଅଟା ଦଳାକୁ ଭଲ ଭାବରେ ବେଲି ନେବେ। ତାକୁ ଲମ୍ବା ଆକାରରେ ବେଲିବେ, କାହିଁକି ନା କୁଲଚା ଆମର ଲମ୍ବା ଆକାରରେ ହୁଏ। ଏଇ ସବୁ ଜିନିଷକୁ ଆପଣ ଭଲ ଭାବରେ ସେକି ନେବେ, ଆଉ ତାକୁ ଭଲ ଭାବରେ କପଡାରେ ଗୋଡେଇକି ଆପଣ ହଟକେସ୍ ଭିତରେ ରଖିନେବେ। ଏବେ ଚାଲନ୍ତୁ ଆପଣଙ୍କୁ ମୁଁ ଦେଖେଇ ନେଉଛି ନେକ୍ସଟ ପ୍ରୋସେସ। ଆଉ ସେଥିପାଇଁ ଦେଖନ୍ତୁ ମୁଁ ଗ୍ୟାସ୍ ଉପରେ ତାୱା ବସେଇ ନେଇଛି। ତାୱା ଉପରେ ମୁଁ ଦେଇଛି ଘିଅ। ଆପଣ ଚାହିଁଲେ ବଟର ଦେଇପାରିବେ। ମୁଁ ପାଖାପାଖି ଗୋଟେ ବଡ଼ ଚାମଚ ଘିଅ ପକେଇ ନେଇଛି। ଏବେ ସେଇଥିରେ ଆମେ ପକେଇ ନେବା କଟା ହୋଇଥିବା ପିଆଜ ଆଉ କଟା ହୋଇଥିବା ଅଦାକୁ। ତା ସହିତ ଯେଉଁ ଆମେ ମଟରଟି ପ୍ରସ୍ତୁତ କରିଥିଲେ ତାକୁ ସେଇଥିରେ ଅଳ୍ପ ପରିମାଣର ପକେଇବା, ଅଳ୍ପ କିଛି ପାଣି ପକେଇଦବା। ତା ସହିତ ଟିକେ କଲର ଭଲ ପାଇଁ ମୁଁ ଏଇଥିରେ ପକେଇ ନେଇଛି କାଶ୍ମୀର ଲଙ୍କା ଗୁଣ୍ଡ। এই ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରି ନେବା। ଦେଖନ୍ତୁ ଇଏ ଭଲ ଭାବରେ ମିକ୍ସ ହେଇଗଲାଣି। ଏବେ ତାପରେ ଯେଉଁ ଆମେ କୁଲଚା ଗୁଡାକୁ ସେକିଥିଲେ ତାକୁ ପକେଇ ନେବା। ଯେଉଁ ମଟରଟି ଆମେ ପ୍ରସ୍ତୁତ କରିଥିଲେ ତାର ଫ୍ଲେଭର କୁଲଚାରେ ଆସିବା ପାଇଁ ଏଇପରି ଭାବରେ କରନ୍ତି। ଆପଣ ଦିପଟ ସାଇଡ ଭଲ ଭାବରେ ତାକୁ ସେକି ନେବେ। ଦିଲ୍ଲୀର ଗୋଟେ ଗୋଟେ ଜାଗାରେ ଆପଣ ଯେଉଁ ମଟର ଘୋଳ ଦେଖୁଛନ୍ତି ତାକୁ ପୁରା ସ୍ପ୍ରେଡ କରିଦିଅନ୍ତି କୁଲଚାରେ, ମାନେ କୁଲଚାକୁ ପୁରା ବୁଡେଇ ରଖନ୍ତି ମଟରର ସେଇ ଘୋଳରେ, ଯାହାଦ୍ୱାରା କି ମିକ୍ସ ଫ୍ଲେଭର ଆସିଥାଏ। ଏପଟେ କୁଲଚାର ଫ୍ଲେଭର ଆଉ ସେପଟେ ଚଟପଟି ମଟରର ଫ୍ଲେଭର। ମିକ୍ସ ଫ୍ଲେଭର ଆସିବା ସହିତ ଖଟା ମିଠା ଲାଗେ ଆଉ ଭଲ ଲାଗେ ଖାଇବା ପାଇଁ ପାଟିକୁ। ଦେଖନ୍ତୁ ଏଇଠି ଭଲ ଭାବରେ ଆମେ ଦିପଟ ସାଇଡରେ ମଟରର ଫ୍ଲେଭରକୁ ଭଲ ଭାବରେ ସ୍ପ୍ରେଡ କରିଦେଇଛନ୍ତି। ଏବେ ଇଏ ରେଡି ହେଇଗଲାଣି। ଏବେ ଗ୍ୟାସ୍ ଫ୍ଲେମକୁ ଆମେ ବନ୍ଦ କରିଦେବା। ଇଏ ତ ଏବେ ରେଡି ହେଇଗଲାଣି। ଚାଲନ୍ତୁ ତାକୁ ସର୍ଭ କରି ନେବା। ସର୍ଭ କରିବା ପାଇଁ ମୁଁ ଏଇଠି ଗୋଟେ ପ୍ଲେଟ୍ ନେଇଯାଇଛି, ଆଉ ସେଇଥିରେ କୁଲଚା ରଖି ନେଇଛି, ଆଉ ସାଇଡରେ ସେ ଯେଉଁ ମଟର ଘୋଳ ପ୍ରସ୍ତୁତ କରିଥିଲି ତାକୁ ମୁଁ ପକେଇ ନେଇଛି। ୟା ସହିତ ଆପଣ ଚାହିଁଲେ କୌଣସି ପ୍ରକାର ଚଟନି ଦେଇପାରିବେ, ଉପରେ ପିଆଜ ଦେଇପାରିବେ, ସାଇଡରେ ଲେମ୍ବୁ ଦେଇପାରିବେ। ପାଟିକୁ ପୁରା ଚଟପଟି ସ୍ୱାଦ ଦେଉଥିବା ଏଇ ରେସିପିଟିକୁ ଟ୍ରାଏ କରନ୍ତୁ। ନିଜେ ଖାଆନ୍ତୁ, ପରିବାର ବର୍ଗକୁ ଖୁଆନ୍ତୁ, ଆଉ ପିଲାମାନଙ୍କୁ ଖାସ କରିକି ଖୁଆନ୍ତୁ। ଦେଖିବେ ଏଇ ରେସିପିଟି ଖାଇସାରିଲା ପରେ ସେମାନେ ବାହାର ଜିନିଷ ଖାଇବା ପାଇଁ ମନା କରିବେ। ରାସ୍ତା କଡ଼ରୁ ନ ଖାଇକି ଆପଣ ଘରେ ଏମିତି ଇଜି ୱେରେ, ହାଇଜିନ୍ ୱେରେ ଆପଣ ବନେଇ ପାରିବେ। ତାହେଲେ ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍ଟେ ନିହାତି କରିବେ। ଭିଡ଼ିଓଟି ଯଦି ପସନ୍ଦ ଆସିଥିବ ସାଙ୍ଗସାଥି ବନ୍ଧୁବାନ୍ଧବମାନଙ୍କ ସହିତ ସେୟାର କରିବେ। ମୋ ଚ୍ୟାନେଲରେ ଯଦି ନୂଆ ଆସିଛନ୍ତି କିମ୍ବା ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଯଦି এই ଭିଡ଼ିଓଟିକୁ ଦେଖୁଛନ୍ତି ପେଜ୍ଟିକୁ ଫଲୋ କରିନେବେ। ପୁଣି ଦେଖାହବ ଆଉ ଗୋଟେ ନୂଆ ରେସିପି ଭିଡ଼ିଓରେ। ନମସ୍କାର, ଜୟ ଜଗନ୍ନାଥ।